ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମର ନମସ୍କାର। ଆସନ୍ତୁ ଆଜି ଆଉ ଏକ ବିଷୟ ଉପରେ ଚର୍ଚ୍ଚା କରିବା। ତାହା ହେଉଛି କ୍ରୁଶରୁ ସପ୍ତବାଣୀ ଯୀଶୁଙ୍କର। ଯୀଶୁଙ୍କର ସପ୍ତବାଣୀ କ୍ରୁଶରୁ। ଯେତେବେଳେ ଆପଣ ମାନେ ମୁଁ ବାଇବଲକୁ ଦେଖୁ କି ବାଇବଲକୁ ଚର୍ଚ୍ଚା କରୁ, ବାଇବଲକୁ ଖୋଲୁ, ଯୀଶୁଙ୍କ ଜନ୍ମ ବିଷୟରେ କେବଳ 7ଟି ଅଧ୍ୟାୟରେ ଲେଖା ଯାଇଅଛି। ସେ 7ଟି ଅଧ୍ୟାୟ ହେଉଛି ମାଥ୍ୟୁ 1:2, ଲୁକ 1:2, ଯିଶାୟ 7:9 ଏବଂ ମିକା 5। ବାଇବଲରେ ଟୋଟାଲ 1189 ଅଧ୍ୟାୟ ଅଛି। ତା ଭିତରୁ କେବଳ 7ଟି ଅଧ୍ୟାୟ ଯୀଶୁଙ୍କର ଜନ୍ମ ବିଷୟରେ ଉଲ୍ଲେଖ କରୁଛି, କିନ୍ତୁ ତାଙ୍କ ମୃତ୍ୟୁ ବିଷୟରେ ଅଧିକାଂଶ ଅଧ୍ୟାୟ ବାଇବଲର ଆରମ୍ଭରୁ ଶେଷ ଯାଇ ଉଲ୍ଲେଖ କରାଯାଇଅଛି। ତେଣୁ ମୋର ପ୍ରିୟ ଲୋକମାନେ, ତାହାଙ୍କ ମୃତ୍ୟୁ ବିଷୟରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରିବା, ପୁଙ୍ଖାନୁପୁଙ୍ଖ ଜାଣିବା, ସେଇ ଉପରେ ନିଜକୁ ବିମର୍ଶ କରିବା ଅତି ଆବଶ୍ୟକ। ଅତି ଆବଶ୍ୟକ। କେତେ ଆବଶ୍ୟକ ଆପଣ ମାନଙ୍କର ମୋର କି ଯୀଶୁଙ୍କର ମୃତ୍ୟୁ ବିଷୟରେ ଦେଖିବା। ତେଣୁକରି ଯେ ଯୀଶୁଙ୍କୁ ପରମେଶ୍ୱରଙ୍କର ପୁତ୍ର ବୋଲି ପ୍ରସ୍ତୁତ କରୁଛନ୍ତି ଯୋହନ, ତାଙ୍କ ସୁସମାଚାରକୁ ଯୀଶୁଙ୍କର ଜୀବନର ଶେଷ ସପ୍ତାହକୁ ଅଧିକ ପ୍ରାଧାନ୍ୟ ଦଉଛନ୍ତି। ତେଣୁ ତାଙ୍କ ମୃତ୍ୟୁ ବିଷୟରେ ଦେଖିବା ଅତି ଆବଶ୍ୟକ। 7ଟି ବାଣୀ କାହିଁକି ଏତେ ମହତ୍ୱପୂର୍ଣ୍ଣ? ବିଶେଷ କରିକି ତାଙ୍କର ଶେଷ 7ଟି ବାଣୀ। ତାଙ୍କର ସମସ୍ତ ବାକ୍ୟ ଅତି ମହତ୍ୱପୂର୍ଣ୍ଣ, କିନ୍ତୁ ଶେଷ 7ଟି ବାଣୀ ଅତି ମହତ୍ୱପୂର୍ଣ୍ଣ। ବାଇବଲରେ ଯେତେବେଳେ ଆପଣ ନମ୍ବର ମାନଙ୍କୁ ଦେଖନ୍ତି, ବାଇବଲରେ କେତୋଟି ଏମିତି ନମ୍ବର ଅଛି ଯାହା ବାସ୍ତବରେ ମହତ୍ୱତା ରଖେ। ନମ୍ବର 1, ତାର ଅର୍ଥ ହଉଛି କେବଳ 1। 3, ତାର ଅର୍ଥ ହଉଛି ଏକତା, ଯେଉଁଠାରେ ସିଦ୍ଧତା ଅଛି। ଏବଂ ତାପରେ ନମ୍ବର 7, ଯୋଉଟା ପୂର୍ଣ୍ଣତାକୁ ଦର୍ଶାଏ। ତାପରେ ନମ୍ବର 8, ଯାହା ନବୀନତାକୁ ଦର୍ଶାଏ। ତାପରେ ନମ୍ବର 12, ଯାହା ସଂଗଠନତାକୁ ଦେଖାଏ। ଏବଂ ନମ୍ବର 40, ଲମ୍ବା ସମୟ ଯାହା ଦୁଃଖକୁ ପ୍ରଦର୍ଶିତ କରେ। ଏବଂ ତାପରେ 100, ଲମ୍ବା ସମୟ। ତାପରେ 1000, ଅତି ଲମ୍ବା ସମୟ। ଏବଂ 10,000, ଅନନ୍ତ କାଳକୁ ଦର୍ଶାଏ। ଏବଂ 7 ବିଷୟରେ ମୁଁ କଣ କହିଲି? 7 ହଉଛି ପୂର୍ଣ୍ଣତାକୁ ପ୍ରଦର୍ଶିତ କରେ। ପୂର୍ଣ୍ଣତାକୁ। ବାଇବଲ ଯେତେବେଳେ ଆପଣ ମାନେ ଦେଖିବେ 7 ନମ୍ବର ବାରମ୍ବାର 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 ଆସେ। ତା ଭିତରୁ 7ଟି ଦିନ, ଯୋଉଟା ସପ୍ତମ ଦିନରେ ପୂର୍ଣ୍ଣ ହଉଛି ସବୁ। ତାପରେ ଯୋସେଫଙ୍କ ସମୟରେ ଫାରୋ ସ୍ୱପ୍ନ ଦେଖୁଛନ୍ତି କି ସେ ମୋଟା ଗାଈ ଏବଂ ପତଳା ଗାଈ 7ଟି ଶସ୍ୟ 7ଟି। ତାପରେ ଆପଣ ଆଗକୁ ଆସିବେ କି ଯୀଶୁଙ୍କର ଜହନ 7ଟି ତାଙ୍କର ମୁଁ ଅଛି କି ମୁଁ ଉପରେ ଉଲ୍ଲେଖ କରୁଛନ୍ତି ଏବଂ 7ଟି ତାଙ୍କର ଆଶ୍ଚର୍ଯ୍ୟ କର୍ମ ବର୍ଣ୍ଣନା କରୁଛନ୍ତି। ତାପରେ ଆପଣ ଦେଖିବେ କି ପ୍ରକାଶିତ ବାକ୍ୟକୁ 7x7 କୁହାଯାଏ। କାରଣ ସପ୍ତ ମଣ୍ଡଳୀ, ସପ୍ତ ଦୀପ, ସପ୍ତ ଦଣ୍ଡ, 7 ଦୂତ, এই ପ୍ରକାର 7ଟି, 7x7। এই 7 ପୂର୍ଣ୍ଣତାକୁ ଦିଖାଏ, ପୂର୍ଣ୍ଣତାକୁ। ତେଣୁ ଯୀଶୁ ଯେତେବେଳେ 7ଟି ବାଣୀ କହୁଛନ୍ତି କ୍ରୁଶରୁ, ବିଶେଷ କରି ସେଇ ଯୋଉ 7ଟା ବାଣୀ
ତାହା ଅତି ମହତ୍ୱତା ରଖେ, ଅତି ମହତ୍ତ୍ୱ ରଖେ। ଆଉ ଗୋଟିଏ ବିଷୟ ଆପଣମାନଙ୍କୁ ମତେ ଜାଣିବାକୁ ପଡିବ କି ଏଇ ଯୋଉ 7ଟା ବାଣୀ, କେତୋଟା ବାଣୀ ଯୀଶୁ ପରମେଶ୍ୱରଙ୍କ ପ୍ରତି କହିଅଛନ୍ତି, ପରମେଶ୍ୱରଙ୍କ ଉର୍ଦ୍ଧ୍ୱଦୃଷ୍ଟି କରି ତାଙ୍କ ଆଡୁ ଦେଖି କି ତାଙ୍କୁ କହିଛନ୍ତି, ଆଉ କେତୋଟି ବାଣୀ ମନୁଷ୍ୟଙ୍କ ପ୍ରତି କହିଅଛନ୍ତି। ବାଇବଲକୁ ଟିକେ ଦେଖନ୍ତୁ। ବାଇବଲରେ ଯେତେବେଳେ 10 ଆଜ୍ଞା ଦେଖିବେ, କେତୋଟି ଆଜ୍ଞା ପରମେଶ୍ୱରଙ୍କ ପାଇଁ ପାଳନ କରିବା ପାଇଁ, କେତୋଟି ମନୁଷ୍ୟ ମାନଙ୍କ ପାଇଁ ପାଳନ କରିବା ପାଇଁ। ତାପରେ ବାଇବଲକୁ ଦେଖନ୍ତୁ, ପରମେଶ୍ୱରଙ୍କ ପ୍ରେରଣାରେ ମନୁଷ୍ୟମାନେ ଏହାକୁ ଉଲ୍ଲେଖ କରିଛନ୍ତି। ପ୍ରଭୁ ଶିଖାଇଥିବା ପ୍ରାର୍ଥନା ଯେତେବେଳେ ଆପଣ ଦେଖିବେ, କେତୋଟି ପ୍ରାର୍ଥନା, ସବୁ ପ୍ରାର୍ଥନା ପ୍ରଭୁଙ୍କ ପାଇଁ, କିନ୍ତୁ କେତୋଟି ପ୍ରାର୍ଥନା ମନୁଷ୍ୟଙ୍କ ନିମନ୍ତେ ଅନୁରୋଧ କରାଯାଉଛି, ଆଉ କେତୋଟି ପ୍ରଭୁଙ୍କୁ ସ୍ତୁତି ମହିମା କରୁଛି। ଯେତେବେଳେ ଆତ୍ମିକ ଫଳ ଆପଣ ଚିନ୍ତା କରନ୍ତି, ଆତ୍ମିକ ଫଳର ପ୍ରଥମ 3ଟି ପରମେଶ୍ୱରଙ୍କର ପ୍ରତି ଏବଂ ଶେଷ 6ଟି ମନୁଷ୍ୟ ପ୍ରତି। ଏବଂ ଆତ୍ମିକ ଦାନ ବିଷୟ ଯେତେବେଳେ ଚର୍ଚ୍ଚା କରିବେ, ଆତ୍ମିକ ଦାନ ପରମେଶ୍ୱରଙ୍କ ପ୍ରତି ଏବଂ ମନୁଷ୍ୟ ପ୍ରତି। ପରମେଶ୍ୱରଙ୍କର ମହିମା ହେବା ଆବଶ୍ୟକ, ମନୁଷ୍ୟର ସେବା ହେବା ନିତାନ୍ତ ଆବଶ୍ୟକ। ଏହିପରି ଏହି 7 ବାଣୀରେ ମଧ୍ୟ କେତୋଟି ବାଣୀ ପରମେଶ୍ୱରଙ୍କର ପ୍ରତି। ପ୍ରଥମ ବାଣୀ, ହେ ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ ଜାଣନ୍ତି ନାହିଁ କଣ କରନ୍ତି। ଏଇଟା ହଉଛି ପରମେଶ୍ୱରଙ୍କର ପ୍ରତି। ତାପରେ ଚତୁର୍ଥ ବାଣୀ, ଏଲୋହି ଏଲୋହି ଲାମା ସବକ୍ତାନି, ଅର୍ଥାତ୍ ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, କାହିଁକି ତୁମେ ପରିତ୍ୟାଗ କଲ। ତାପରେ ଅନ୍ତିମ ବାଣୀ, ହେ ପିତା ମୁଁ ଆପଣାର ଆତ୍ମା ତୁମ ହାତରେ ସମର୍ପଣ କରୁଅଛି। ଏଇ ଯେ 3ଟି ବାଣୀ ପରମେଶ୍ୱରଙ୍କର ପ୍ରତି। ତାପରେ ଆଉ 4ଟା ବାଣୀ ବିଶେଷ କରିକି, ତୁମ୍ଭେ ଆଜି ମୋ ସହିତ ପାରାଦୀସରେ ଉପସ୍ଥିତ ହେବ, ସେ ଚୋରକୁ କହିଲେ, ଏବଂ ନିଜର ମା କହୁଛନ୍ତି, ହେ ନାରୀ ଏ ତୁମର ପୁତ୍ର। ତାପରେ ସେ ତାଙ୍କ ଶିଷ୍ୟ କହୁଛନ୍ତି, ଏ ତୁମର ମାତା। ତାପରେ ପଞ୍ଚମ ବାଣୀ ମୁଁ ତୃଷାର୍ତ୍ତ। ତାପରେ 6ଠ ବାଣୀ ସମାପ୍ତ ହେଲା। ଏଇ ସପ୍ତବାଣୀ କି 7ଟି ବାଣୀ ଅତି ମହତ୍ୱତା ରଖେ। ଆଜି ଏଇ ଉପରେ ଟିକେ ଚର୍ଚ୍ଚା କରିବା। ଏହାକୁ ମୁଁ ଶୀର୍ଷକ ଦେଇଛି, ଯୀଶୁ ଖ୍ରୀଷ୍ଟଙ୍କର ପ୍ରେମ, କି ଯୀଶୁ ଖ୍ରୀଷ୍ଟଙ୍କର ଚୂଡ଼ାନ୍ତ ପ୍ରେମ। ଚୂଡ଼ାନ୍ତ ପ୍ରେମ। ପ୍ରଥମ 3ଟି ବାଣୀ ମନୁଷ୍ୟ ମାନଙ୍କ ପ୍ରତି ସେ ପ୍ରେମ ପ୍ରଦର୍ଶିତ କରୁଛନ୍ତି କ୍ରୁଶ ଉପରେ। କାରଣ ପ୍ରଥମ ବାଣୀରେ, ହେ ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ ଜାଣନ୍ତି ନାହିଁ କଣ କରନ୍ତି। ସେ ସେହି ସୈନିକ ମାନଙ୍କ ନିମନ୍ତେ ଉଚ୍ଚାରଣ କରୁଛନ୍ତି, କାରଣ ସେ ସୈନିକ ମାନେ ଯଦିଚ ବଡ ଭୟାନକ ଦଣ୍ଡ ଯୀଶୁଙ୍କୁ ଦେଇଛନ୍ତି, ନିର୍ଯାତନା ଦେଇଛନ୍ତି, କିନ୍ତୁ ସେମାନେ ଜାଣୁନାହାନ୍ତି କାହା ସହିତ ସେମାନେ ଏପରି କରୁଛନ୍ତି। ସେମାନେ ଏହା ଜାଣୁନାହାନ୍ତି ଯେ ଏହା ପରମେଶ୍ୱରଙ୍କର ପୁତ୍ର। ତେଣୁ ତାଙ୍କୁ ତାଙ୍କ ପାଇଁ କ୍ଷମା ମାଗୁଛନ୍ତି। ଆଉ ସେମାନେ ବିଜାତି ରୋମିଓ ଲୋକ, ସେମାନଙ୍କ ପାଇଁ ଯୀଶୁ କ୍ଷମା ମାଗୁଛନ୍ତି। ଆଉ କ୍ଷମା ହଉଛି ପ୍ରେମର ଆଉ ଗୋଟେ ପ୍ରଦର୍ଶନ। ଦ୍ୱିତୀୟ ଯୋଉ ପ୍ରେମ ସେ ପ୍ରଦର୍ଶିତ କଲେ, ସେ ଚୋର ପ୍ରତି କଲେ। ଆଜି ତୁମେ ମୋ ସହିତ ପାରାଦୀସରେ ଉପସ୍ଥିତ ହେବ। ମୋର ପ୍ରିୟ ଲୋକମାନେ, ଏହି ଚୋର ମଧ୍ୟ ଯୀଶୁଙ୍କୁ ନିନ୍ଦା କରିଥିଲା। ଯୀଶୁଙ୍କୁ ନିନ୍ଦା କରିଥିଲା। ମାଥ୍ୟୁ 27ର ତାର ଏହି ଚୋର ମଧ୍ୟ ନିନ୍ଦା କରିଥିଲା ଯୀଶୁଙ୍କର। ମାଥ୍ୟୁ ଟିକେ 26ର 44 ଦେଖିବେ, ସେ 2ଟି ଚୋର ଯାକ ନିନ୍ଦା କରିଛନ୍ତି, କିନ୍ତୁ ପରେ ସେ ଯୀଶୁଙ୍କ ଉପରେ ବିଶ୍ୱାସ କରୁଛି ଏବଂ କହୁଛି, ତୁମେ ଯେତେବେଳେ ନିଜ ରାଜ୍ୟରେ ପ୍ରବେଶ କରିବ, ମତେ ଟିକେ ମନେ ପକେଇବ। ଯୀଶୁ
ତତ୍କ୍ଷଣାତ୍ ତାକୁ କ୍ଷମା କରୁଛନ୍ତି। ଲେଖା ତ ହେଇନି କିନ୍ତୁ କ୍ଷମା କରୁଛନ୍ତି। ତା କହୁଛନ୍ତି ଆଜି ତୁମେ ମୋ ସହିତ ପାରାଦୀସରେ ଉପସ୍ଥିତ ହବ। ଆଉ ସେ ପ୍ରେମ, ଚୂଡ଼ାନ୍ତ ପ୍ରେମ ପ୍ରକାଶ କରୁଛନ୍ତି ସେ ଚୋରକୁ। ସେ ବଡ ଏମିତି ଚୋର ହୋଇଥିବ, କେତେଙ୍କର ଜୀବନକୁ ନଷ୍ଟ କରିଥିବ ମୋର ପ୍ରିୟ ଲୋକମାନେ, କେତେକର ଧନ ସମ୍ପତ୍ତିକୁ ନଷ୍ଟ କରିଥିବ, କିନ୍ତୁ ସେ ଚୋର ପ୍ରତି ପ୍ରେମ ପ୍ରଦର୍ଶନ କରୁଛନ୍ତି। ଏବଂ ତୃତୀୟରେ ନିଜର ମା, ଯାହାଙ୍କୁ ପ୍ରଭୁ ବ୍ୟବହାର କଲେ ଏହି ଧରାପୃଷ୍ଠରେ ଯୀଶୁ ଆସନ୍ତୁ ବୋଲି, ତାଙ୍କ ପାଇଁ ସେ ନିଜର ପ୍ରେମ ପ୍ରକାଶ କରୁଛନ୍ତି କି ତାଙ୍କର ଦାୟିତ୍ୱ ନେବା ପାଇଁ ସେ ଶିଷ୍ୟକୁ ଏ ଗୁରୁ ଦାୟିତ୍ୱ ଦଉଛନ୍ତି ଏବଂ ଶିଷ୍ୟକୁ କହୁଛନ୍ତି ଏହା ତୁମର ମା। ନିଜ ଲୋକମାନଙ୍କର ସେବା ବଡ ସେବା, ମା ବାପାର ସେବା ବଡ ସେବା, ତାଙ୍କର ଦାୟିତ୍ୱ ନେବା ବଡ ପ୍ରେମର ପ୍ରଦର୍ଶନ। ସେ ଲୋକମାନଙ୍କ ପ୍ରତି, ବିଜାତୀୟ ମାନଙ୍କ ପ୍ରତି, ଯେଉଁମାନେ ତାକୁ ନିର୍ଯାତନା କରୁଥିଲେ, ତାଙ୍କୁ କ୍ଷମା କରି ପ୍ରେମ ପ୍ରଦର୍ଶନ କଲେ। ସେଇ ଚୋର ଯେ ତାଙ୍କର ବିରୁଦ୍ଧରେ ଥିଲା, ଲୋକମାନଙ୍କର ଚୋରି କରିଛି, ତାକୁ ପ୍ରେମ ପ୍ରଦର୍ଶନ କଲେ। ଆହ୍ୱାନ ତାକୁ ନେଇ ଯାଉଛନ୍ତି ପାରାଦୀସକୁ ଏବଂ ନିଜର ପରିବାର, ନିଜର ମା କୁ ପ୍ରେମ ପ୍ରଦର୍ଶନ କରୁଛନ୍ତି। ଏଇଟା ଥିଲା ପ୍ରଥମ ବିଷୟ, ଲୋକଙ୍କ ପ୍ରତି ଯୀଶୁ ଖ୍ରୀଷ୍ଟଙ୍କର ପ୍ରେମ। ଏବେ ଆସିବା ଦ୍ୱିତୀୟ ବିଷୟ। ଦ୍ୱିତୀୟ ବିଷୟ ହେଉଛି ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ୱରଙ୍କର ବାକ୍ୟ ପ୍ରତି ପ୍ରେମ। ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ୱରଙ୍କର ବାକ୍ୟ ପ୍ରତି ପ୍ରେମ। ମୁଁ କଣ ପାଇଁ କଥା କହୁଛି? କାରଣ ଚତୁର୍ଥ ବାଣୀ ସେ କହୁଛନ୍ତି, ଏଲି ଏଲି ଲାମା ସବକ୍ତାନି, ଅର୍ଥାତ୍ ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମେ କାହିଁକି ପରିତ୍ୟାଗ କଲ ମତେ? ତାହା ଗୀତ 22ର 1 ପଦରୁ ଯୀଶୁ ନେଇଛନ୍ତି କି ସେ ଭାବବାଣୀ ପୂର୍ଣ୍ଣ ହଉ। ଏବଂ ସେ 22 ଅଧ୍ୟାୟରେ ମଧ୍ୟ ପଞ୍ଚମ ବାଣୀ, ମୁଁ ତୃଷାର୍ତ୍ତ ଉଲ୍ଲେଖ କରାଯାଉଛି। ଯୀଶୁ ନିଜର ମୃତ୍ୟୁ ସମୟରେ ସେ ପରମେଶ୍ୱରଙ୍କର ବାକ୍ୟକୁ ଯେପରି ସଫଳ ହଉ, ଯୋଉ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ସେ ଆସିଥିଲେ, ସେ ବାକ୍ୟ ଅନୁଯାୟୀ ଧରାପୃଷ୍ଠକୁ ଆସିଥିଲେ, ଏହାକୁ ପୂର୍ଣ୍ଣ କରିବା ପାଇଁ ମୋର ପ୍ରିୟ ଲୋକମାନେ ଯୀଶୁ ଆସିଲେ। ମୋର ପ୍ରିୟ ଲୋକମାନେ, ଯୀଶୁ ଏ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆସିଲେ। ତେଣୁ ସେ ବାକ୍ୟର ମହତ୍ୱତା ଦଉଛନ୍ତି। ଆକାଶ ପୃଥିବୀ ଲୋପ ପାଇବ, କିନ୍ତୁ ବାକ୍ୟର ବ୍ୟବସ୍ଥାର ଗୋଟିଏ ବିନ୍ଦୁ ମାତ୍ର ଲୋପ ହେବ ନାହିଁ। ବାରମ୍ବାର କହୁଛନ୍ତି ଲେଖା ଅଛି, ଲେଖା ଅଛି, ଲେଖା ଅଛି। ଏବଂ ପରମେଶ୍ୱରଙ୍କର ଯୋଉ ଭବିଷ୍ୟବାଣୀ ତାଙ୍କ ବିଷୟରେ କୁହାଯାଇଥିଲା, 300ଟା ଭବିଷ୍ୟବାଣୀ, କେତୋଟି ଭବିଷ୍ୟବାଣୀକୁ ପୂର୍ଣ୍ଣ କରିବା ପାଇଁ ସେ କାର୍ଯ୍ୟ କରୁଛନ୍ତି। ଜୀବନର ଶେଷ ପର୍ଯ୍ୟାୟରେ ପରମେଶ୍ୱରଙ୍କର ବାକ୍ୟକୁ ଗୁରୁତ୍ୱତା ଦେବା, ମହତ୍ୱତା ଦେବା, ଆଠୁ ବଡ ବିଷୟ ଆଉ କଣ ହେଇଥିବ ମୋର ପ୍ରିୟ ଲୋକମାନେ? ଟିକେ ଚିନ୍ତା କରନ୍ତୁ, ଟିକେ ଚିନ୍ତା କରନ୍ତୁ। ପ୍ରଭୁଙ୍କ ବାକ୍ୟକୁ ମହତ୍ୱ ଦେବା ନିତାନ୍ତ ଆବଶ୍ୟକ, ନିତାନ୍ତ ଆବଶ୍ୟକ। ସେ ବାକ୍ୟକୁ ପଢିଥିଲେ, ଜାଣିଥିଲେ ଏବଂ ରଖିଥିଲେ ମନ ଭିତରେ, ଏବଂ ତାହାକୁ ଉଚ୍ଚାରଣ କରୁଛନ୍ତି କି ପୂର୍ଣ୍ଣ ହଉ ସେ ଭବିଷ୍ୟବାଣୀ। ତୃତୀୟ ବିଷୟ ହେଉଛି ଯୀଶୁଙ୍କର ପ୍ରେମ ପରମେଶ୍ୱରଙ୍କ ପ୍ରତି। ମୁଁ କଣ ପାଇଁ କଥା କହୁଛି? କାରଣ ଷଷ୍ଠ ବାକ୍ୟ କହୁଛି ଯୀଶୁଙ୍କର ବାଣୀ ସମାପ୍ତ ହେଲା, ଏବଂ ସପ୍ତମ ବାଣୀ କହୁଛି, ହେ ପିତ, ମୁଁ ଆପଣର ଆତ୍ମା ତୁମ ହାତରେ ସମର୍ପଣ କରୁଛି। ସମାପ୍ତ ହେଲା। କଣ ପାଇଁ ସେ କହୁଛନ୍ତି ସମାପ୍ତ ହେଲା? ପିତା ଯୋଉ ଗୁରୁ ଦାୟିତ୍ୱ ତାଙ୍କ କାନ୍ଧ ଉପରେ ଦେଇଥିଲେ, ସେ ସବୁ କିଛି ପୂର୍ଣ୍ଣ କଲେ। ବ୍ୟବସ୍ଥାର ସମସ୍ତ
ବିଷୟକୁ ସେ ପୂର୍ଣ୍ଣ କଲେ, ଭବିଷ୍ୟବାଣୀ ସବୁ କିଛି ସେ ପୂର୍ଣ୍ଣ କରୁଛନ୍ତି। ସମାପ୍ତ ହେଲା। ଆଉ ବଳିର ଆବଶ୍ୟକ ନାହିଁ, ଆଉ ସେ ରୀତିନୀତିର ଆବଶ୍ୟକ ନାହିଁ। ମନ୍ଦିରର ପର୍ଦା ଉପରୁ ନିଚେ ଯାଇ ଭାଗ ହେଇଗଲା ତଳ ଯାଏ। ଆଉ ଆବଶ୍ୟକ ନାହିଁ ବଳି ଚଢେଇବା ପାଇଁ। ସେ ପରମେଶ୍ୱରଙ୍କ ପାଖକୁ, ଦୟା ସିଂହାସନ ପାଖକୁ ବଡ ସାହସର ସହିତ ପ୍ରବେଶ କରିପାରିବ। ସବୁ କିଛି ସମାପ୍ତ ହେଇଛି। ଗୋଟେ ଗୋଟେ କାମ ଯାହା କିଛି ଦେଇଥିଲେ, ଉଦ୍ଧାର କାର୍ଯ୍ୟକୁ ସେ କ୍ରୁଶ ଉପରେ ସମାପ୍ତ କଲେ ଏବଂ ସମ୍ପୂର୍ଣ୍ଣ ସମର୍ପଣତା ଦେଖାଉଛନ୍ତି ସେ କ୍ରୁଶରେ ନିଜ ପିତାଙ୍କ ପ୍ରତି, ପରମେଶ୍ୱରଙ୍କ ପ୍ରତି ସେ ପ୍ରେମକୁ। କାରଣ ପ୍ରେମର ଆଉ ଗୋଟିଏ ବିଷୟ ହଉଛି ସମ୍ପୂର୍ଣ୍ଣ ସମର୍ପିତ ହେଇଯିବା। ଆଉ କହୁଛନ୍ତି, ହେ ପିତା ବୋଲି ସମ୍ବୋଧିତ କରି ନିଜର ଆତ୍ମାକୁ ସମର୍ପଣ କରୁଛନ୍ତି। ଆତ୍ମା ନିଜ ପ୍ରାଣ ଦେବାର ଅଧିକାର ତାଙ୍କର ଅଛି, ପ୍ରାଣ ନେଇଯିବାର ବି ଅଧିକାର ଅଛି, ଜହନ 10 ପର୍ବରେ ଉଲ୍ଲେଖ କରାଯାଇଛି। କିନ୍ତୁ ଯୀଶୁ ନିଜର ଆତ୍ମାକୁ ତାଙ୍କ ହାତରେ, ପରମେଶ୍ୱରଙ୍କ ହାତରେ ସମର୍ପଣ କରି ଏହା ଦେଖେଇଲେ ଯେ ସବୁଠାରୁ ସେ ଅଧିକ ନିଜ ପିତା ପରମେଶ୍ୱରଙ୍କୁ ସେ ପ୍ରେମ କରନ୍ତି। ତାଙ୍କର କାର୍ଯ୍ୟ ଏହା ଦେଖେଇଲା କି ସେ ପିତା ପରମେଶ୍ୱରଙ୍କୁ ପ୍ରେମ କରୁଛନ୍ତି। ସବୁ କିଛି ସମାପ୍ତ କଲେ। କାରଣ କୃଷ୍ୟ ମୃତ୍ୟୁ ହଉଛି ଭୟାନକ ଅଭିଶାପର ମୃତ୍ୟୁ। ଆଉ ସେ ଅଭିଶାପକୁ ନିଜ ଉପରେ ନେଲେ ଏବଂ ପରମେଶ୍ୱରଙ୍କର କାର୍ଯ୍ୟକୁ ସମାପ୍ତ କଲେ ଏବଂ ସମ୍ପୂର୍ଣ୍ଣ ସମର୍ପିତ ହେଇଗଲେ ନିଜ ଆତ୍ମାକୁ ଦେଇକି। ମୋର ପ୍ରିୟ ଲୋକମାନେ, ମତେ ବିଶ୍ୱାସ ଅଛି ପ୍ରଭୁ ଯୀଶୁ ଆପଣଙ୍କ ସହିତ, ମୋ ସହିତ ତାଙ୍କ ବାକ୍ୟ ମାଧ୍ୟମରେ କୃଷର ଯୋଉ ସପ୍ତବାଣୀ କଥାବାର୍ତ୍ତା ହେଲେ, ପ୍ରଥମ 3ଟି ବାଣୀ ତାଙ୍କର ଲୋକଙ୍କ ପ୍ରତି ତାଙ୍କର ପ୍ରେମକୁ ପ୍ରଦର୍ଶିତ କରୁଛି। ତାପରେ ଚତୁର୍ଥ ଏବଂ ପଞ୍ଚମ ବାଣୀ ତାଙ୍କ ବାକ୍ୟ ପ୍ରତି ତାଙ୍କର ଯୋଉ ପ୍ରେମ ତାହା ପ୍ରଦର୍ଶିତ କରୁଛି। ଏବଂ ଷଷ୍ଠ ଏବଂ ସପ୍ତମ ବାଣୀ ପରମେଶ୍ୱରଙ୍କ ପ୍ରତି ତାଙ୍କ ଯୋଉ ପ୍ରେମ ସେ ପ୍ରଦର୍ଶିତ କରୁଛନ୍ତି। ଯୀଶୁ ଖ୍ରୀଷ୍ଟ ଏ ଧରାପୃଷ୍ଠକୁ ଆସିଲେ, ସେ ଯୋଉ ମହତ୍ଵତା ଦେଲେ ଧରାପୃଷ୍ଠକୁ ଆସି ପରମେଶ୍ୱରଙ୍କୁ ସବୁଠୁ ବେଶୀ ମହତ୍ଵତା ଦେଲେ, ଯାହା ଏଠି ଦେଖାଯାଉଛି ସପ୍ତମ ବାଣୀରେ। ଲୋକଙ୍କୁ ଯୋଉମାନଙ୍କୁ ପ୍ରଭୁ ତାଙ୍କୁ ଦେଇଛନ୍ତି ତାଙ୍କର ଉଦ୍ଧାର ନିମନ୍ତେ ତାଙ୍କୁ ମହତ୍ଵତା ଦେଲେ, ଯାହା ଏଠାରେ ଦେଖାଯାଉଛି। ତାଙ୍କ ବାକ୍ୟକୁ ମହତ୍ଵତା ଦେଲେ ପରମେଶ୍ୱରଙ୍କର ଧରାପୃଷ୍ଠକୁ ଆସି, ତାହା ମଧ୍ୟ ଦେଖାଯାଉଛି। ଏବଂ ସେବାକୁ ମହତ୍ଵତା ଦେଲେ ଯୋଉ କାର୍ଯ୍ୟ, ତାହା ମଧ୍ୟ ଏଇଠାରେ ଦେଖାଯାଉଛି। ମୋର ପ୍ରିୟ ଲୋକମାନେ, ଯୀଶୁ ଆପଣଙ୍କ ପାଇଁ, ମୋ ପାଇଁ କ୍ରୁଶରେ ମଲେ। ଆମେ କ୍ଷମା ପାଇବାର ଯୋଗ୍ୟ ନାହିଁ, ଆମେ ବିଜାତି, କିନ୍ତୁ ସେ ଆପଣ ମାନଙ୍କୁ ମତେ କ୍ଷମା କଲେ। ଆପଣ ମାନେ ପାପରେ ଲିପ୍ତ, ଆପଣ ମାନେ ମୋ ନିନ୍ଦା କରିଛୁ ତାଙ୍କୁ, ତଥାପି ସେ ଆପଣ ମାନଙ୍କୁ ମତେ ପ୍ରେମ କଲେ ଏବଂ ନିଜ ପରିବାର କରି ସେ ଆପଣ ମାନଙ୍କୁ ମତେ ସମ୍ଭାଳିକି ରଖିଛନ୍ତି। ତେଣୁ ଆସନ୍ତୁ, ସେଇ ଯୋଉ ବାକ୍ୟର ମହତ୍ଵତାକୁ ଦେଖିଲେ ଆପଣ ମାନଙ୍କୁ ମତେ ମଧ୍ୟ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବାକ୍ୟର ମହତ୍ଵତାକୁ ରଖିବା ଆବଶ୍ୟକ ଏବଂ ମରିବା ପୂର୍ବରୁ ଏ କହିବାର ଆମର ସାହସ ହେବା ଦରକାର, ପ୍ରଭୁ ପୂର୍ଣ୍ଣ ହେଲା, ପୂର୍ଣ୍ଣ ହେଲା। ମୋର ପ୍ରିୟ ଲୋକମାନେ, ଏ କଥା ତେଳେ ଆପଣ ମାନେ ମୁଁ ପରମେଶ୍ୱର କହିବୁ, ପ୍ରଭୁ ଖୁସି ହେବା ଦରକାର। ତାପରେ ସେ ଯେପରି ନିଜର ଆତ୍ମାକୁ ପ୍ରଭୁଙ୍କ ହାତରେ ସମର୍ପଣ କରିଥିଲେ, ଆମେ ମଧ୍ୟ ଆନନ୍ଦର ସହିତ ତାଙ୍କର କାର୍ଯ୍ୟ କଲା ପରେ ନିଜର ଆତ୍ମା ପ୍ରଭୁଙ୍କ ହାତରେ ସମର୍ପଣ କରିବା ସମ୍ପୂର୍ଣ୍ଣ ରୀତିରେ। ଏ ସପ୍ତବାଣୀ ମଧ୍ୟରେ, ଏ ବାକ୍ୟ ମଧ୍ୟ ପ୍ରଭୁ ଆପଣ ମାନଙ୍କୁ ମତେ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଛୋଟ ପ୍ରାର୍ଥନା କରିବା। ଅତି ପବିତ୍ର ଜୀବନ୍ତ ମଙ୍ଗଳମୟ ପରମେଶ୍ୱର, ଧନ୍ୟବାଦ ଦଉଛି ତୁମ ବାକ୍ୟ ନିମନ୍ତେ। କୃଷର ଯୋଉ ସପ୍ତବାଣୀ ତୁମର ପ୍ରେମକୁ ପ୍ରଦର୍ଶିତ କରୁଛି, ଏ ପ୍ରେମ ପ୍ରଭୁ ଢାଳି ଦିଅ ଆମ
ଆଉ ଧନ୍ୟବାଦ ଦଉଛି ତୁମ ପ୍ରେମ ଆମ ପାଇଁ ରହିଲା ପ୍ରଭୁ। ଆଉ ସେଇ ପ୍ରେମ ଲୋକମାନଙ୍କୁ ଦେବୁ, ଏଥିପାଇଁ ତୁମେ ସାହାଯ୍ୟ କର। এই ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମ ମାଗୁଛି। ଆମିନ, ଆମିନ, ଆମିନ। ନମସ୍କାର।